श्रीगुरुभगवाने नमः। श्रीमद्भगवद्गीता अथो प्रथमोऽध्यायः। अर्जुन विषादयोग। धृतराष्ट्र उवाच धर्मक्षेत्रे कुरुक्षेत्रे समवेताजुजुत्सवः। मामकाः पाण्डवाश्चैव किमकुर्वत संजय। राजा धृतराष्ट्र कहले, हे संजय, युद्ध ପାଇଁ इच्छा रखिथिबा ମୋ ପୁତ୍ରଗଣ ଓ ପାଣ୍ଡୁପୁତ୍ରଗଣ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଏକତ୍ରିତ ହୋଇ କ'ଣ କଲେ? ଗୀତା ଗ୍ରନ୍ଥର ଗ୍ରନ୍ଥକାର, ସଗୁଣ ସାକାର, ଅଖିଳ ବ୍ରହ୍ମାଣ୍ଡ ନାୟକ, ସର୍ବୋତ୍ତମ ଅକାରଣ କରୁଣାଳୟ, ଭକ୍ତ ବାଞ୍ଛା କଳ୍ପତରୁ ଯୋଗୀ ଯୋଗୀଶ୍ୱର ଶ୍ରୀକୃଷ୍ଣ ହେଉଛନ୍ତି ଜଗଦ୍ଗୁରୁ। ତାଙ୍କ ବିଷୟରେ କୁହାଯାଇଛି, ବସୁଦେବ ସୁତଂ ଦେବଂ କଂସ ଚାଣୁରମର୍ଦନଂ ଦେବକୀ ପରମାନନ୍ଦଂ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁଂ। ଶ୍ରୀକୃଷ୍ଣ ହେଉଛନ୍ତି ସମଗ୍ର ଜଗତର ଗୁରୁ। ଭଗବତ୍ ଗୀତା ତାଙ୍କ ମୁଖ ନିଃସୃତ ଏକ ମଧୁର ଗାନ, ଯାହା ଭଗବାନ ଶ୍ରୀକୃଷ୍ଣ ଦ୍ୱୈପାୟନ ବ୍ୟାସଙ୍କ ସ୍ତୁତିର ବାକ୍ୟ ହେଲା। ଗୀତା ସୁଗୀତା କିମନ୍ୟୈ ଶାସ୍ତ୍ର ବିସ୍ତରେ ୟା ସ୍ୱୟଂ ପଦ୍ମନାଭସ୍ୟ ମୁଖପଦ୍ମା ନିଃସୃତା। ଅର୍ଥାତ୍ ଗୀତା ଏପରି ଏକ ସୁନ୍ଦର କାବ୍ୟ, ଯାହାର ମନନ ଗାୟନ କରିବା ପରେ ଅନ୍ୟ ଶାସ୍ତ୍ରକୁ ବିଶଦ ଭାବେ ଜାଣିବା ଆବଶ୍ୟକ ପଡ଼ିନଥାଏ। ଏହା ତ ସ୍ୱୟଂ ପଦ୍ମନାଭ ଭଗବାନ ବିଷ୍ଣୁଙ୍କ ମୁଖାରବିନ୍ଦରୁ ନିଃସୃତ ହୋଇଛି। ଗୀତାର ମହାତ୍ମ୍ୟକୁ ବର୍ଣ୍ଣନା କରିବା ଅତି କାଠିକର ପାଠ। କେବଳ ପଠନ ନୁହେଁ, ଅର୍ଥ ଓ ଭାବ ସହିତ ଏହାକୁ ଧାରଣ ଓ ମନନ କରିବା ଆବଶ୍ୟକ। ଗୀତା ଏକ ଦର୍ଶନ, ଜୀବନ ସଞ୍ଜୀବନୀ। ଏହାକୁ ଯେତେ ପାଠ କଲେ ପ୍ରତ୍ୟେକ ଥର ଜୀବନର ଏକ ନୂତନ ସ୍ରୋତ ମିଳିଥାଏ। ଦୈନନ୍ଦିନ ଜୀବନରେ, କାର୍ଯ୍ୟଶୈଳୀରେ ଏହା ପ୍ରତିଫଳିତ ହେବା ଉଚିତ। ତାହେଲେ ଯାଇ ଗୀତା ପାଠର ମହତ୍ଵ ବୁଝିହେବ। ସର୍ବୋପନିଷଦ କାବ୍ୟ ଦୁଗ୍ଧା ଗୋପାଳ ନନ୍ଦନଃ ପାର୍ଥୋ ବତ୍ସ ସୁଧୀର୍ଭୋକ୍ତା ଦୁଗ୍ଧଂ ଗୀତାମୃତମ୍। ଅର୍ଥାତ୍ ସମସ୍ତ ଉପନିଷଦ ହେଉଛି ଗାଈ ପରି। ଭଗବାନ ଗୋପାଳ ନନ୍ଦନ ଏହାଙ୍କୁ ଦୁହିଁବା କାର୍ଯ୍ୟ କରିଛନ୍ତି। ପାର୍ଥ ଅର୍ଥାତ୍ ପୃଥାଙ୍କ ପୁତ୍ର ବାଛୁରୀ ପରି। ଏହି ଜ୍ଞାନ ରୂପୀ ଦୁଗ୍ଧାମୃତକୁ ଜ୍ଞାନ ପିପାସୁମାନେ ପାନ କରନ୍ତି। ଯୋଗୀରାଜ ରୂପେ ସ୍ୱୟଂ ଭଗବାନ ଏହି ଅମୃତକୁ ଏହି କାବ୍ୟର ଅଧ୍ୟାୟ ଗୁଡ଼ିକରେ 700 ଶ୍ଲୋକ ମାଧ୍ୟମରେ ପରିବେଷଣ କରିଛନ୍ତି। ଏହା ହିଁ ଗୀତା ଗ୍ରନ୍ଥର ମହତ୍ଵପୂର୍ଣ୍ଣ ପରିଚାୟକ। ଗୀତା ହିନ୍ଦୁ ଧର୍ମର ପ୍ରତିନିଧି, ତେଣୁ ଅଦାଲତରେ ଗୀତାର ରାଣ ପକାଇ ବୟାନ ନିଆଯାଏ। ଏଥିରୁ ଏହି ଗ୍ରନ୍ଥର ମହାତ୍ମ୍ୟର ପରିଚୟ ମିଳେ। ବେଦ ଉପନିଷଦର ସାର ସଂଗ୍ରହ କେବଳ ଗୀତାରେ ହିଁ ରହିଛି। ଏଥିରେ ଯାହା କିଛି ଅଛି, ଭଗବାନ ଶ୍ରୀକୃଷ୍ଣ ଯୋଗସ୍ଥ ହୋଇ ହୃଦୟଙ୍ଗମ କରି ସବୁ ଅର୍ଜୁନଙ୍କୁ କହିଛନ୍ତି। ଗୀତା ଗ୍ରନ୍ଥ ମହାଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଶ୍ରୀକୃଷ୍ଣଙ୍କ ଅନେକ ପ୍ରୟାସ ସତ୍ତ୍ୱେ ଦୁର୍ଯ୍ୟୋଧନ ବିନା ଯୁଦ୍ଧରେ ସୂଚ୍ୟଗ୍ର ମେଦିନୀ ମଧ୍ୟ ପାଣ୍ଡବମାନଙ୍କୁ ପ୍ରଦାନ କରିବ ନାହିଁ ବୋଲି ଘୋଷଣା କଲା। ଯୁଦ୍ଧର ଘୋଷଣା ହେଲା। ଗୋଟିଏ ପାଖରେ 7 ଅକ୍ଷୌହିଣୀ ସେନା, ଅନ୍ୟ ପକ୍ଷରେ 11 ଅକ୍ଷୌହିଣୀ। ପାଣ୍ଡବଙ୍କ ପକ୍ଷରେ ଥିଲେ ଜଗଦ୍ଗୁରୁ ଶ୍ରୀକୃଷ୍ଣ ସ୍ୱୟଂ ପାର୍ଥଙ୍କ ସାରଥୀ ରୂପରେ। ଯୁଦ୍ଧକ୍ଷେତ୍ରରେ ଦୁଇ ସେନା ମଧ୍ୟରେ ଠିଆ ହୋଇ କାଳଜୟୀ ଶାଶ୍ୱତ ଗ୍ରନ୍ଥ ଗୀତାର ତତ୍ତ୍ୱଜ୍ଞାନ ଦିଆଯାଇଛି, ଯେଉଁଥିରେ କର୍ମ, ଜ୍ଞାନ ଓ ଭକ୍ତିର ତ୍ରିବେଣୀ ପ୍ରବାହିତ ହୋଇଥାଏ। ଏହା ବିବେକ ରୂପୀ ବୃକ୍ଷର ଏକ ଅପୂର୍ବ ବଗିଚା।
ଏବଂ ଆଧ୍ୟାତ୍ମିକ ସତ୍ୟର ଫୁଲର ସମାହାରରେ ଗଢ଼ା ଯାଇଥିବା ଏକ ମନୋରମ ଫୁଲତୋଡ଼ା। ଖୋଲା ପରମଧାମ ଏବଂ ସବୁ ବିଦ୍ୟାର ମୂଳଭୂମି। କୁରୁକ୍ଷେତ୍ରକୁ ଧର୍ମକ୍ଷେତ୍ର କହିବାର ପ୍ରଧାନ କାରଣ ହେଉଛି ଯେଉଁ ଧରିତ୍ରୀ ଭରତ ବଂଶୀ ରାଜା କୁରୁଙ୍କ ଦ୍ୱାରା ବାରମ୍ବାର ଜିଣାଯାଇଥିଲା, ସେହି ସ୍ଥାନ କୁରୁକ୍ଷେତ୍ର ଭାବରେ ପରିଚିତ ହେଲା। ଯେଉଁ ବ୍ୟକ୍ତି ଏହି ସ୍ଥାନରେ ଯୁଦ୍ଧ କରି କିମ୍ବା ଅନାହାରରେ ମଧ୍ୟ ମୃତ୍ୟୁବରଣ କରିବ, ସେ ସ୍ୱର୍ଗ ପ୍ରାପ୍ତି ହେବ। ଏହି ବରଦାନ ରାଜା କୁରୁ ଦେବରାଜ ଇନ୍ଦ୍ରଙ୍କ ଠାରୁ ପ୍ରାପ୍ତ ହୋଇଥିଲେ। ଏହି ସ୍ଥାନର ମହତ୍ତ୍ୱ ପିତାମହ ଭୀଷ୍ମ, ଶ୍ରୀକୃଷ୍ଣ ଆଦି ସମସ୍ତେ ଜାଣିଥିଲେ। ତେଣୁ ମହାଭାରତ ଯୁଦ୍ଧ କୁରୁକ୍ଷେତ୍ରରେ ହୋଇଥିଲା। ଏପରିକି ସେହି ସ୍ଥାନରେ ଉଡ଼ୁଥିବା ଧୂଳିକଣା ମଧ୍ୟ ପାପୀକୁ ପରମପଦ ପ୍ରାପ୍ତ କରାଉଥିଲା, ଅର୍ଥାତ୍ ସେମାନଙ୍କର ଏହି ଧରିତ୍ରୀରେ ଜନ୍ମ ହେଉନଥିଲା, ଯାହାକୁ ଧର୍ମକ୍ଷେତ୍ର ଭାବେ ଅଭିହିତ କରାଯାଇଛି। ଧର୍ମକ୍ଷେତ୍ର ଶବ୍ଦଟିକୁ ଅତି ଗହନ ଅର୍ଥରେ ନିଆଯାଇଛି। ଯେଉଁ ସ୍ଥାନର ମହିମା ଅତ୍ୟନ୍ତ ଗରିମାମୟ, ଯେଉଁଠି ଉପସ୍ଥିତ ରହିଲେ ଅଧର୍ମୀ ପ୍ରାଣୀଙ୍କ ମଧ୍ୟରେ ମଧ୍ୟ ଧର୍ମର ଉଜାଗର ହୋଇଥାଏ, ଯେଉଁଠି ଆବହମାନ କାଳରୁ ଧର୍ମର ଧ୍ୱଜା ଫରଫର ହୋଇ ଉଡ଼ୁଛି, ଯେଉଁଠି ଧର୍ମକୁ ସାକ୍ଷୀ ରଖି ଯୁଦ୍ଧର ଆୟୋଜନ କରାଯାଇଥିଲା, ଯେଉଁଠି କୁରୁ ମହାରାଜା ତପଶ୍ଚର୍ଯ୍ୟା କରି ମୋକ୍ଷ ପ୍ରାପ୍ତି ହୋଇଥିଲେ, ତାହା ହେଉଛି ଧର୍ମକ୍ଷେତ୍ର କୁରୁକ୍ଷେତ୍ର। ଏହି ପାବନ ଭୂମିକୁ ଲୌକିକ ଓ ପାରଲୌକିକ ଦୃଷ୍ଟିକୋଣରୁ ଶ୍ରେଷ୍ଠ ପୁରୁଷମାନଙ୍କ ଦ୍ୱାରା ନିର୍ଦ୍ଧାରିତ କରି ଯୁଦ୍ଧ ପାଇଁ ନିଶ୍ଚିତ କରାଯାଇଥିଲା। ଏହି ଧରିତ୍ରୀ ଖଣ୍ଡରେ ଭଗବାନ ପରଶୁରାମ ଧରାକୁ ନିକ୍ଷେତ୍ରୀ କରିବା ପରେ ନିଜର ପାପମୁକ୍ତି ପାଇଁ ସାଧନା କରିଥିଲେ। ଏହି କୁରୁକ୍ଷେତ୍ରରେ ଏତେ ପରିମାଣର ଧର୍ମର ପ୍ରାବଲ୍ୟତା ଥିବାରୁ ଯୁଦ୍ଧ ଦ୍ୱାରା ନିହତ ହେବାକୁ ଥିବା ବୀର ଯୋଦ୍ଧାଙ୍କର ମୋକ୍ଷ ଲାଭ ପାଇଁ ତଥା ଯୁଦ୍ଧରେ ଅନ୍ୟାୟକୁ ଦୂରେଇ ରଖିବା ପାଇଁ ଏହି ତପଭୂମି ତୀର୍ଥଭୂମିକୁ ଯୁଦ୍ଧ ପାଇଁ ନିର୍ବାଚନ କରାଯାଇଥିଲା। ଯେଉଁ ଭୂମି ଉପରେ ଉଭୟ କୌରବ ଓ ପାଣ୍ଡବଙ୍କ ସମାନ ପୈତୃକ ଅଧିକାର ଥିଲା, ଏହି ପବିତ୍ର ଭୂମିରେ ଦଣ୍ଡାୟମାନ ହୋଇ ଯୁଦ୍ଧାରମ୍ଭର ଶଙ୍ଖନାଦକୁ ଅପେକ୍ଷାରେ ଥିଲାବେଳେ କୌରବଙ୍କ ପିତା ଧୃତରାଷ୍ଟ୍ର ସଞ୍ଜୟକୁ ପ୍ରଶ୍ନ କରୁଛନ୍ତି ଯେ ପାଣ୍ଡୁପୁତ୍ର ଓ ତାଙ୍କର ପ୍ରିୟ ପୁତ୍ରଗଣ ଯୁଦ୍ଧକ୍ଷେତ୍ରରେ କ'ଣ କରୁଛନ୍ତି? ଯୁଦ୍ଧ କରିବାର ଇଚ୍ଛାରୁ ନିବୃତ୍ତ ହୋଇ ସନ୍ଧି ସ୍ଥାପନ ପାଇଁ ଇଚ୍ଛୁକ ତ ନୁହନ୍ତି? ଧୃତରାଷ୍ଟ୍ରଙ୍କ ସନ୍ଦେହ ଅମୂଳକ ନଥିଲା। ସେହି ଧର୍ମକ୍ଷେତ୍ର କୁରୁକ୍ଷେତ୍ର ମାଟି ଉପରେ ନିଜ ଜ୍ଞାତି କୁଟୁମ୍ବଙ୍କୁ ଅବଲୋକନ କରିବା ପରେ ହିଁ ଅର୍ଜୁନଙ୍କ ମନରେ ଯୁଦ୍ଧ ପ୍ରତି ବୈରାଗ୍ୟ ସୃଷ୍ଟି ହେଲା। ସେହି ସ୍ଥାନର ପ୍ରଭାବରେ ଅର୍ଜୁନଙ୍କ ମନ ମଧ୍ୟରେ ସାତ୍ୱିକତାର ବୃଦ୍ଧି ହୋଇ ଯୁଦ୍ଧ ପ୍ରତି ବୈରାଗ୍ୟ ସୃଷ୍ଟି ହୋଇଥିଲା। ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟ ଲାଭ କରିଥିବାରୁ ଏହି ସାତ୍ୱିକ ଗୁଣ ଅନେକ ପରିମାଣରେ ବୃଦ୍ଧି ହୋଇଯାଇଥିଲା, ଯାହା ଶ୍ରୀକୃଷ୍ଣଙ୍କୁ ଗୀତା ଭଳି ଏକ ଅନାଦି ଅନନ୍ତ ଜ୍ଞାନର ମହାସିନ୍ଧୁ ଗାୟନ କରିବା ପାଇଁ ପ୍ରେରିତ କରିଥିଲା। କ୍ଷତ୍ରିୟ ଧର୍ମକୁ ବର୍ଜିତ କରିବାରୁ ଧର୍ମର ସାରଥୀ ବିଶ୍ୱପୁରୁଷ ଅର୍ଜୁନଙ୍କ ଆତ୍ମଜ୍ଞାନର ଉପଦେଶ ମାଧ୍ୟମରେ ତାଙ୍କର ତ୍ରିଗୁଣ ବନ୍ଧନକୁ ଛେଦନ କରିଥିଲେ। କିନ୍ତୁ କୌରବ ସୈନ୍ୟ ଶ୍ରୀକୃଷ୍ଣଙ୍କୁ ପ୍ରତିପକ୍ଷ ଭାବରେ ଗ୍ରହଣ କରିଥିବାରୁ ଧର୍ମକ୍ଷେତ୍ରର ଧାର୍ମିକ ପ୍ରଭାବ ସେମାନଙ୍କ ଉପରେ ପଡ଼ିପାରିନଥିଲା। ଧୃତରାଷ୍ଟ୍ର କେବଳ ଶାରୀରିକ ଦୃଷ୍ଟିରୁ ଅନ୍ଧ ନଥିଲେ, ପୁତ୍ର ସ୍ନେହରେ ଅନ୍ଧ ହୋଇ ନିଜ ଆତ୍ମଜଙ୍କ ବିଜୟ ବିଷୟରେ ସନ୍ଦିହାନ ହୋଇପଡ଼ିଛନ୍ତି। ସେ ଚାହୁଁନଥିଲେ ଯେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ସନ୍ଧି ହେଉ। ଧୃତରାଷ୍ଟ୍ର ଅର୍ଥାତ୍ ଧୃତ୍ ଓ ରାଷ୍ଟ୍ର। ଧୃତ୍ର ଅର୍ଥ ବୁଦ୍ଧି ବିବେକର ବନ୍ଧନ, ରାଷ୍ଟ୍ର ଅର୍ଥାତ୍ ଅଧିପତି। ବାଧିତ ବୁଦ୍ଧି ବିବେକ ରାଜ୍ୟର ଅଧିପତି। ତାଙ୍କ ହୃଦୟରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ
ପକ୍ଷପାତିତା ଥିଲା। ତେଣୁ ମାମକାଃ ଅର୍ଥାତ୍ ମୋ ପୁତ୍ରଗଣ ଏବଂ ପାଣ୍ଡବାଶ୍ଚ ଅର୍ଥ ପାଣ୍ଡବମାନେ ଏହିଭଳି ଶବ୍ଦ ପ୍ରୟୋଗ କରି ଭେଦଭାବ ଏବଂ ଅନ୍ଧତ୍ୱ ପ୍ରାପ୍ତିର ପରିଚୟ ଦେଇଛନ୍ତି। ଏହା ହିଁ ହେଉଛି ବର୍ତ୍ତମାନ ସମୟର ସାଧାରଣ ଲୋକଙ୍କର ମନୋବୃତ୍ତି। ଯେଉଁମାନେ ପ୍ରଥମେ ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ପରହିତକୁ ହେଳା କରିଥାନ୍ତି, ଧୃତରାଷ୍ଟ୍ର ଠିକ୍ ଏଇଭଳି ଏକ ଚରିତ୍ର, ଯିଏ ନୀତିକୁ ଏଡ଼େଇ ଜ୍ଞାନଚକ୍ଷୁକୁ ଖୋଲି ପାରନ୍ତି ନାହିଁ, ଯେଉଁଥିପାଇଁ ସମାଜରେ ଅନେକ ବିସଙ୍ଗତି ସୃଷ୍ଟି ହୋଇଥାଏ। ଯୁଦ୍ଧରେ ତାଙ୍କ ନିଜ ପୁତ୍ରମାନଙ୍କର ଭାଗ୍ୟ କ'ଣ ନିର୍ଦ୍ଧାରଣ କରିବାକୁ ଯାଉଛି, ଏହା ଜାଣିବା ପାଇଁ ସେ ବ୍ୟାକୁଳ ହୋଇ ଉଠିଛନ୍ତି ଏବଂ ସଞ୍ଜୟଙ୍କୁ କହୁଛନ୍ତି, ସଞ୍ଜୟ ଅର୍ଥାତ୍ ହେ ରାଗ ଦ୍ୱେଷ ଜୟକାରୀନ୍, ବିନା ପକ୍ଷପାତରେ ଯୁଦ୍ଧ ଘଟଣାଗୁଡ଼ିକୁ ମୋ ଆଗରେ ବର୍ଣ୍ଣନା କର। ସଞ୍ଜୟ ଥିଲେ ବ୍ୟାସଦେବଙ୍କ ଶିଷ୍ୟ ଏବଂ ଧୃତରାଷ୍ଟ୍ରଙ୍କ ବିନୟ ସେବକ। ଶ୍ରୀକୃଷ୍ଣଙ୍କ ଗୀତା ଗାୟନ ଧୃତରାଷ୍ଟ୍ରଙ୍କ ସମ୍ମୁଖରେ କରିଥିଲେ। ଏହା କରିବା ପାଇଁ ବ୍ୟାସଦେବ ତାଙ୍କୁ ଦିବ୍ୟ ଦୃଷ୍ଟି ପ୍ରଦାନ କରିଥିଲେ। ଗୁରୁ କୃପା ଦ୍ୱାରା କେବଳ ଦୃଷ୍ଟି ଓ ବିବେକ ମିଳେ ତାହା ନୁହେଁ, ବରଂ ବୁଦ୍ଧି ରୂପକ ଚକ୍ଷୁ ମଧ୍ୟ ଖୋଲିଯାଏ। ଦିବ୍ୟ ଦୃଷ୍ଟି ପ୍ରାପ୍ତ ହେବା ଦ୍ୱାରା ଏକ ଗୁରୁଙ୍କର ଆବଶ୍ୟକତା ପଡ଼େ ଏବଂ ସଞ୍ଜୟ ଗୁରୁ ରୂପେ ମହର୍ଷି ବ୍ୟାସଦେବଙ୍କୁ ପାଇଥିଲେ। କିନ୍ତୁ ଧୃତରାଷ୍ଟ୍ରଙ୍କ ଜୀବନରେ କେହି ଗୁରୁ ନଥିଲେ। ସେହି କାରଣରୁ ତାଙ୍କର ବୁଦ୍ଧି ଓ ଜ୍ଞାନ ଦୃଷ୍ଟି ଖୋଲି ପାରିଲା ନାହିଁ। ତାଙ୍କୁ କେବଳ ନିଜ ପୁତ୍ରମାନଙ୍କର ମଙ୍ଗଳ ଚିନ୍ତା ହିଁ କରୁଥିଲା। ପାଣ୍ଡବଙ୍କ ହିତ ବିଷୟରେ ଚିନ୍ତା କରିବା ମାତ୍ରେ ହିଁ ସେ ଅନ୍ଧ ଓ ବିବେକହୀନ ହୋଇଯାଉଥିଲେ। ମାମକାଃ ଏବଂ ପାଣ୍ଡବ କହି ଧୃତରାଷ୍ଟ୍ର ନିଜ ପରିବାରକୁ ପୁନଃ ଦୁଇ ଭାଗରେ ବିଭକ୍ତ କରିଦେଲେ, ପୁଣି ବିଭେଦ ସୃଷ୍ଟି କଲେ। କିନ୍ତୁ ପାଣ୍ଡବମାନେ ଆତ୍ମଜ୍ଞାନୀ ଥିଲେ, ଶୋକରହିତ ଓ ସମଦର୍ଶୀ ଥିଲେ। ଜ୍ଞାନର ଏହି ଅଗ୍ନିରେ ନିଜର କର୍ମଗୁଡ଼ିକୁ ଜାଳି ଧ୍ୱଂସ କରିଦେଉଥିଲେ। ଏହି ଆଦ୍ୟ ଶ୍ଲୋକରେ ସମବେତା ଯୁଯୁତ୍ସବର ଅର୍ଥ ହେଉଛି କୌରବ ଓ ପାଣ୍ଡବ ଅତି ନିକଟରେ ସମ୍ପର୍କୀୟ ସମ୍ମିଳିତ ହୋଇଛନ୍ତି ଏବଂ ଗୋଟିଏ ବଂଶର ହୋଇ ମଧ୍ୟ ପରସ୍ପର ଯୁଦ୍ଧ ପାଇଁ ତତ୍ପର ହେଉଛନ୍ତି। ଅନ୍ୟ ଦୃଷ୍ଟିରେ ନିଜ ଶରୀର ଭିତରେ ହିଁ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବ ଦେଖିବାକୁ ମିଳେ। ନିଜ ଅନ୍ତଃକରଣରେ କାମ କ୍ରୋଧ ରହିଛି, ଅହିଂସା ମଧ୍ୟ ରହିଛି। ହୃଦୟ ଭିତରେ ଲୋଭ ମୋହ ଅଛି। ସତ୍ୟ ମାର୍ଗରେ ଚାଲିବା ପାଇଁ ପ୍ରବଳ ଇଚ୍ଛାଭାବ ବି ରହିଛି। ଏଭଳି ଦୁଇ ପରସ୍ପର ବିରୋଧୀ ବୃତ୍ତିଗୁଡ଼ିକ ହୃଦୟରେ ସମବେତ ହୋଇ ରହିଛି। କାମକ୍ରୋଧ ସବୁବେଳେ ଶାନ୍ତି ସହ ସଂଗ୍ରାମ କରିବାକୁ ଚାହାନ୍ତି ଏବଂ ଶାନ୍ତି କାମକ୍ରୋଧ ଉପରେ ବିଜୟୀ ହେବା ପାଇଁ ଚାହେଁ। ଏହି ଆନ୍ତରିକ ସଂଗ୍ରାମ କୁରୁକ୍ଷେତ୍ର ଧର୍ମକ୍ଷେତ୍ର ଭାବରେ ଅଭିହିତ ହୋଇପାରିବ। ଧର୍ମକ୍ଷେତ୍ର ବି ଶରୀର, କୁରୁକ୍ଷେତ୍ର ବି ଶରୀର। ଶ୍ରୀକୃଷ୍ଣଙ୍କୁ ମନ ମଧ୍ୟରେ ଧାରଣ କଲେ ସର୍ବଦା ଧର୍ମ ମାର୍ଗରେ ଚାଲିହେବ। ଧର୍ମର ଅନ୍ୟ ନାମ ହେଉଛି ଈଶ୍ୱର। ସେ ଧର୍ମ ମଧ୍ୟ ଧର୍ମଜ୍ଞ ମଧ୍ୟ। ଯେଉଁ ହୃଦୟରେ ଈଶ୍ୱର ନିବାସ କରନ୍ତି ତାହା ଧର୍ମକ୍ଷେତ୍ର, କିନ୍ତୁ ଇନ୍ଦ୍ରିୟ ଗୁଡ଼ିକର ପ୍ରାଦୁର୍ଭାବ ରହୁଥିବାରୁ ତାହା କୁରୁକ୍ଷେତ୍ରରେ ପରିଣତ ହୋଇ ଆନ୍ତରିକ ସଂଗ୍ରାମ ସୃଷ୍ଟି କରେ। ଯିଏ ଈଶ୍ୱରଙ୍କୁ ତତ୍ତ୍ୱତଃ ଜାଣିଯାଏ, ସେଠାରେ ଧର୍ମର ହିଁ ବିଜୟ ହୁଏ। ଅର୍ଜୁନ ମହାଭାରତ ଯୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର। ସେ ବୀର ଯୋଦ୍ଧା ଥିଲେ ମଧ୍ୟ ମହାଚ୍ଛନ୍ନ ହୋଇପଡ଼ିଛନ୍ତି ଏବଂ ଗାଣ୍ଡୀବ ଧନୁ ତ୍ୟାଗ କରି ଯୁଦ୍ଧ ପ୍ରତି ବିତୃଷ୍ଣା ଭାବ ଆସିଯାଇଛି। ଏହି ବ୍ୟାକୁଳତା ଓ ବିବ୍ରତ ଭାବରୁ ସୃଷ୍ଟି ହୁଏ ଆତ୍ମଜାଗରଣ ଓ ଶିଷ୍ୟତ୍ୱ ପ୍ରାପ୍ତି। ଗୁରୁଙ୍କୁ ଆବଶ୍ୟକ କରୁଥିବା ଲୋକ ହିଁ ବିଷାଦର ଚରମ ସୀମାରେ ପହଞ୍ଚିଯାଏ।
ଯୁଧିଷ୍ଠିର ଧର୍ମରାଜ ଥିଲେ, ନୀତି କଥା କହୁଥିଲେ, ଧର୍ମ ବ୍ୟାଖ୍ୟା କରୁଥିଲେ, କିନ୍ତୁ ଶିଷ୍ୟ ରୂପେ ଶ୍ରୀକୃଷ୍ଣ ତାଙ୍କୁ ନିର୍ବାଚନ କାହିଁକି କଲେ ନାହିଁ? କାରଣ ସମଗ୍ର ଯୁଦ୍ଧ ଶକ୍ତି ବଳରେ ବିଜୟପ୍ରାପ୍ତ ହୋଇଯିବାର ଦମ୍ଭ ତାଙ୍କ ଭିତରେ ଥିଲା। ନକୁଳ ଓ ସହଦେବ ଥିଲେ ସରଳ ଓ ଭାବପ୍ରବଣ, ଯୁକ୍ତି ନ କରି ଆଜ୍ଞାଧୀନ ମଣିଷ ଥିଲେ। କିନ୍ତୁ ଶ୍ରୀକୃଷ୍ଣଙ୍କ ପ୍ରତି ଅର୍ଜୁନଙ୍କ ମନରେ ମିତ୍ରଭାବ, ସଖାଭାବ, ପ୍ରକୃତ ଆତ୍ମୀୟତା ଥିଲା, କିନ୍ତୁ ଗୁରୁଭାବ ନଥିଲା। ସେହି ଭାବ ସୃଷ୍ଟି କରାଇବା ପାଇଁ ଯୁଦ୍ଧକ୍ଷେତ୍ରରେ ବନ୍ଧୁ ଜ୍ଞାତି କୁଟୁମ୍ବଙ୍କ ମଧ୍ୟରେ ଠିଆ କରାଇ ତାଙ୍କ ମନରେ ବିଷାଦର ଚରମ ଅବସ୍ଥା ଶ୍ରୀକୃଷ୍ଣ ସୃଷ୍ଟି କରିଛନ୍ତି। ଏପରି ଅବସ୍ଥାରେ ଏକ ମହାଗୁରୁ ଯୋଗୀରାଜ ଶ୍ରୀକୃଷ୍ଣଙ୍କୁ ଚିହ୍ନି ପାରିଲେ ନାହିଁ, କିନ୍ତୁ ସେ ବିଷାଦର ଚରମ ଅବସ୍ଥାକୁ ଯାଇ ସବୁକିଛି ଶ୍ରୀକୃଷ୍ଣଙ୍କୁ ସମର୍ପଣ କରିଦେଲେ। ଜଗଦ୍ଗୁରୁ ରୂପରେ ଶ୍ରୀକୃଷ୍ଣ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରି ଗୀତା ଜ୍ଞାନ ଶୁଣାଇବା ପାଇଁ ତାଙ୍କୁ ବାଛି ନେଲେ। ପ୍ରଥମ ଅଧ୍ୟାୟର ବିଶେଷତ୍ୱ ହେଉଛି ଅର୍ଜୁନ ହିଁ ପ୍ରଶ୍ନ କରିଛନ୍ତି ଏବଂ ସେ ହିଁ ଉତ୍ତର ଦେଇଛନ୍ତି। ଶ୍ରୀକୃଷ୍ଣଙ୍କୁ କହିବାର ସୁଯୋଗ ମିଳିନାହିଁ, ହେଲେ ଅର୍ଜୁନ ଅତି ଚତୁରତାର ସହ ନିଜର ଯୁକ୍ତି ଦେଖାଇଛନ୍ତି, କାରଣ ସେ ଥିଲେ ବିଦ୍ୱାନ, ଜ୍ଞାନୀ, ସମଗ୍ର ଶିଷ୍ୟ ମଣ୍ଡଳୀର ପ୍ରତିନିଧିର ପ୍ରତୀକ। ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ସମ୍ପର୍କ ଗୁରୁ ଶିଷ୍ୟ ଭାବରେ ଅତ୍ୟନ୍ତ ସ୍ୱତନ୍ତ୍ର ଓ ଶାଶ୍ୱତ।